ବନ୍ଧାକୋବିରେ ଆପଣ ତ ବହୁତ ପ୍ରକାର ତରକାରୀ କି ଭଜା ଆପଣ ବନେଇଥିବେ କି ପକୁଡ଼ି ବନେଇଥିବେ। ଆଜି ମୁଁ ଆପଣଙ୍କ ଲାଗି ନେଇକରି ଆସିଛେ ବନ୍ଧାକୋବିରେ ବନି ଯାଉଥିବା ଭର୍ତ୍ତାର ରେସିପି। ବହୁତ ଟେଷ୍ଟି ଲାଗ୍ସି। ଭାତ ସାଙ୍ଗେ ହଉ କି ରୁଟି ସାଙ୍ଗେ ସବୁଥିରେ ବହୁତ ଟେଷ୍ଟି ଲାଗ୍ବା। ଆପଣ ଥରେ ଭିଡ଼ିଓଟାକେ ଦେଖିକରି ବନ୍ଧାକୋବିର ଭର୍ତ୍ତା ବନେଇ ଦେଖିବେ। ବିଲକୁଲ ନୂଆ ରେସିପି ଆପଣ ମାନକେ ବହୁତ ବଢିଆ ଲାଗ୍ବା। ଥରେ ମାତ୍ର ବନେଇକରି ଖାଇ ଦେଖିବେ, ବାରମ୍ବାର ବନାବାର ଲାଗି ମନ କରବା। ତ ରେସିପି ଆମେ ଷ୍ଟାର୍ଟ କରମା। ବନ୍ଧାକୋବିର ଭର୍ତ୍ତାକେ ବନାବାର ଲାଗି ଗ୍ୟାସରେ ଗୋଟେ ପ୍ୟାନଟେ ମୁଇଁ ବସେଇ ଦେଇଛେ। ସେଥିରେ ମୁଇଁ ରିଫାଇନ ତେଲ ଦେବି। ରିଫାଇନ ତେଲ ଜାଗାରେ ଆପଣ ସୋରଷ ତେଲ ବି ଦେଇପାରିବେ। ଇନେ 2 ବଡ଼ ଚାମଚ ମୁଇଁ ଦେଇଛେ ରିଫାଇନ ତେଲ। ତାକେ ଗରମ ହେବାର ଲାଗି ଦେବି। ଗରମ ହେଲା ପରେ ଇନେ ମୁଇଁ ପଞ୍ଚଫୁଟନ ଦଉଛେ 1 ଚାମଚ। ଇନେ ପଞ୍ଚଫୁଟନ କେ ଭଲ ଭାବେ ଆପଣ ଫୁଟବାର ଲାଗି ଛାଡ଼ିଦେବେ। ଯେତେବେଳେ ଭଲ ଭାବେ ଫୁଟିଯିବା ତାନୁ ଗୋଟେ ବାସ୍ନାଟେ ଆସିବା। ସେତେବେଳେ ଅଦା ଆଉ କଞ୍ଚା ଲଙ୍କା ମୁଇଁ ଦୁଇଟାକେ ଛେଚି କରି ନେଇଥିଲି। ଲେସନ ନି ଦେବି, ଖାଲି କଞ୍ଚା ଲଙ୍କା ଆଉ ଅଦାକେ ନେବେ। সেটাকে ভালভাবে টিকে ভাজি দেবে। অদা লঙ্কা ভালভাবে ভাজি ହେଲା ପରେ ଗୋଟେ বড় সাইজର ପିଆଜ କି ଲମ୍ବା ସାଇଜରେ କାଟି କରି ଦଉଛେ। ତାର ସାଙ୍ଗେ ଗୋଟେ ଗାଜର କି ଲମ୍ବା ସାଇଜର କାଟି କରି ମିନେ ଦେଇଦେବି। ଆଉ ତାକେ ଭଲ ଭାବେ ଭାଜି ଦେବି। ସବୁଟାକେ ଏକା ସାଙ୍ଗେ ଭାଜି ଦେବେ। ଇନେ ପିଆଜ କି ଆମେ ପୁରା ଲାଲ ହେବାର ଯାଏ ନି ଭାଜୁ, ସେଥିଲାଗି ମୁଁ ଗାଜରଟା ବି ପିଆଜ ସାଙ୍ଗେ ଦେଇ ଦେଇଛେ। ଆଉ ଏକା ସାଙ୍ଗେ ଭାଜି ଦେବେ। ଆଉ ଟିକେ ଯେତେବେଳେ ସଫ୍ଟ ହେଇଯିବା ସେଥିରେ ଆମେ ଦେଇଦେମା ବନ୍ଧାକୋବି କେ। ଆଉ ଇନେ ବନ୍ଧାକୋବି ମୁଁ ଫାଲେ ନେଇଥିଲି, ଆପଣ କମ ଅଧିକା କରିପାରିବେ। ବନ୍ଧାକୋବି କି ଲମ୍ବା ସାଇଜରେ ପତଲା ପତଲା କରି କାଟିବେ। ସେଟା ବହୁତ ବଢିଆ ସିଝି ଯିବା ଆଉ ବେଶୀ ଟାଇମ ବି ନି ଲାଗେ। ତ ଇନେ ଦେଖିପାରୁଥିବେ ବନ୍ଧାକୋବି କେ ଦେଇକରି ମୁଁ ଭଲ ଭାବେ ଭାଜି ଦଉଛେ। ବନ୍ଧାକୋବିର ଭର୍ତ୍ତାକେ ବନାବା ଲାଗି ବେଶୀ ଟାଇମ ନି ଲାଗେ, ବହୁତ ଜଲ୍ଦି ବନି ଯିସି ଆଉ ବହୁତ ଟେଷ୍ଟି ବି ବନସି। ଆପଣ ଇତାକେ ଯଦି ଆପଣ ବନଉଛନ ତ ତରକାରୀର ଦରକାର ବି ନି ପଡେ। ଖାଲି ବନ୍ଧାକୋବିର ଭର୍ତ୍ତାରେ ଆପଣ ଭାତ କି ରୁଟି ଖାଇଯିବେ, ଏତେ ସ୍ୱାଦିଆ ବନିଥିସି। ସାଙ୍ଗମାନେ ଆଜିର ମୋ ରେସିପି ଯଦି ଆପଣ ମାନକେ ଭଲ ଲାଗୁଥିବା ତ ଭିଡିଓଟାକେ ପ୍ଲିଜ ଲାଇକ କରିଦେବେ, ସେୟାର କରିଦେବେ। ଆଉ ଚ୍ୟାନେଲରେ ଯଦି ଆପଣ ନୂଆ ଆସିଥିବେ ତ ପ୍ଲିଜ ସବସ୍କ୍ରାଇବ କରିଦେବେ। ଇନେ ବନ୍ଧାକୋବି କେ ଭାଜଲା ବେଲେ ସ୍ୱାଦ ଅନୁସାରେ ନୁନ ଦେଇକରି ଭାଜିଥିଲି। ଇଟା ସିଝି ଗଲା ପରେ ମୁଇଁ ଏବେ 2ଟା ମିଡିୟମ ସାଇଜର ଆଲୁ କେ ସିଝେଇ ଦେଇଥିଲି। ତାକେ ଗ୍ରେଟ କରି ନି ନଉଛେ। ଆଲୁ ଦେବେ ବହୁତ ବଢିଆ ଟେଷ୍ଟି ଲାଗବା। ଏବେ ଇନେ ହାଫ ଚାମଚର ହଳଦୀ ପାଉଡର, ହାଫ ଚାମଚର କାଶ୍ମୀରୀ ରେଡ ଚିଲି ପାଉଡର, ତାର संगे धनिया पाउडर हाफ चामच, जीरा पाउडर हाफ चामच ଦେଇଛେ। गरम मसला पाउडर आधा चामच रो टिके कम अच्छे। तार संगे गोलमरीच पाउडर ଦେଇଛେ हाफ चामच। ଆଉ चाट मसला ଦେଇଛେ हाफ चामच। चाट मसला ଜାଗାରେ ଆପଣ ଲେମ୍ବୁର ରସ ବି ଆପଣ ନେଇ ପାରବେ। ଏବେ ସବୁ ମସଲା କେ ଦେଇ ସାରିଲା ପରେ ଭଲ ଭାବେ ଆମେ ନେ ଗୋଲି ଦେମା। ଆଉ ଟିକେ ସିଝବାର ଯେ ଆମେ ତାକେ ଭାଜି ଦେମା। ଗ୍ୟାସର ଫ୍ଲେମଟା କି ଆପଣ ମିଡିୟମ ରେ ରଖି କରି ଭଲ ଭାବେ ଟିକେ ଭାଜି ଦେବେ। ଯେହେତୁ ଇନେ ଆମର ବନ୍ଧାକୋବି ସିଝି ଯାଇଥିଲା ତ ବେଶୀ ଟାଇମ ଆଉ ନି ଲାଗେ। 2 ମିନିଟ ଭଲ ଭାବେ ଭାଜି ସାରିଲା ପରେ ଗ୍ୟାସ କେ ଆପଣ ବନ୍ଦ କରିଦେବେ। ଇନେ ଆଲୁ ଆଉ ବନ୍ଧାକୋବି କେ ଭାଜବାର 2 ମିନିଟ হৈ ଯାଇଛେ। ଇନେ ପୁରା ଭାବେ ରେଡି ହେଇଯାଇଛି। କିନ୍ତୁ ଏବେ ଆମେ ଲାଷ୍ଟ ଦେଇଦେମା ଧନିଆ ପତ୍ର ଟିକେ, ବହୁତ ବଢିଆ ଫ୍ଲେଭର ଆନବା। ଲାଷ୍ଟ ଦେବେ ଧନିଆ ପତ୍ର टाके। ଧନିଆ ପତ୍ର के ଦେଇକରି କିଛି ସେକେंड ଆମେ ଟିକେ ଭାଜି ଦେମା ମିଡିयम फ्लेम रे। ମାତ୍ର 4 ରୁ 5 ମିନିଟ ଲାଗଲା ବନ୍ଧାକୋବିର ଭର୍ତ୍ତା के बनाबार ଲାଗି। ଆଉ ଏଟା ପୁରା ଭାବେ ରେଡି ହେଇଗଲାନ। ତ ଇନେ ଆପଣ ଦେଖି ପାରୁଥିବେ ଭଲ ଭାବେ ମୁଁ ଭାଜି ଦେଇଛେ। କିଛି ସେକେंड ଭାଜବେ ଧନିଆ ପତ୍ର के ଦେଲା ପରେ। ଟିକେ ଧନିଆ ପତ୍ର ନରମ ହେଇଯିବା ଆପଣ ଗ୍ୟାସ टाके ବନ୍ଦ କରିଦେବେ। ତ ଏଇଟା ପୁରା ଭାବେ ରେଡି ହେଇଗଲା। ଏବେ ଆମେ ତାକେ ସର୍ଭ କରିଦେମା। ମୁଁ ଇନେ ଗ୍ୟାସ के ବନ୍ଦ କରି ଦେଇଛେ। ଆଉ ଇନେ ଆମର ରେଡି ହେଇଗଲା ବନ୍ଧାକୋବିର ଭର୍ତ୍ତା। ଏବେ ତାର ଉପରେ ମୁଁ ସୁଖା ଲଙ୍କା के ଭାଜି ଦେଇଥିଲି। ସେଟାକେ ଟିକେ ହାଲକା କୁଟି କରି ତାର ଉପରେ ଦେଇଦେବେ। ଦେଖବା ଲାଗି ବହୁତ ସୁନ୍ଦର ଲାଗବା। ଆଉ ଖାଇଲା ବେଲେ ବି ବହୁତ ଟେଷ୍ଟି ଲାଗସି। ତ ଆଜିର ମୋ ରେସିପି ସରି ଯାଇଛି। ଆଶା କରୁଛେ ଭଲ ଲାଗିଥିବା।